ଓଡ଼ିଶାର 4.5 କୋଟି ଓଡ଼ିଆମାନଙ୍କୁ ନ୍ୟୁଜ୍ ଓଡ଼ିଆର ଅଭିନନ୍ଦନ। ଆଜ୍ଞା, ଆପଣମାନେ ଜାଣି ଖୁସି ହେବେ ଆଗାମୀ ଦିନରେ ନ୍ୟୁଜ୍ ଓଡ଼ିଆ ଏକ ବିରାଟ ଚ୍ୟାନେଲରେ ରୂପରେଖ ନେବାକୁ ଯାଉଛି। ତେଣୁ ଆପଣମାନଙ୍କର ସାହାଯ୍ୟ ସହଯୋଗ ନ୍ୟୁଜ୍ ଓଡ଼ିଆ କାମନା କରୁଛି। ଓଡ଼ିଶାର 30ଟି ଜିଲ୍ଲା ଏବଂ ବିଭିନ୍ନ ପ୍ରକାର ଯେଉଁ ବ୍ଲକ ପଞ୍ଚାୟତ ମାନେ ସବୁ ଓଡ଼ିଶାର ଅଛି। ଆଜ୍ଞା, ଆପଣମାନଙ୍କୁ ଏକ ବିଶେଷ ମୁହୂର୍ତ୍ତରେ ମୁଁ ଅନୁରୋଧ କରୁଛି ଯେ ଯେଉଁ ଯୁବକମାନେ କର୍ମନିଯୁକ୍ତି ପାଉନାହାନ୍ତି ସେମାନେ ଆମ ସହିତ ଯୋଡ଼ି ହେବା ପାଇଁ ନିବେଦନ କରୁଛି। ଓଡ଼ିଶାର ପ୍ରତ୍ୟେକ ବ୍ଲକରୁ ଆମେ ଜଣେ ଲେଖାଏଁ ରିପୋର୍ଟର ନିଯୁକ୍ତି କରିବୁ। ତେଣୁ ଯେଉଁମାନେ ଆମ ନ୍ୟୁଜ୍ ଓଡ଼ିଆରେ କାମ କରିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ବିନମ୍ର ନିବେଦନ, ସେମାନେ ଆମ ନ୍ୟୁଜ୍ ଓଡ଼ିଆର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରତିଲାଲ ଭୂୟାଁ ଏବଂ ଏକ୍ଜିକ୍ୟୁଟିଭ୍ ଅଫିସର ଶ୍ରୀଯୁକ୍ତ ଶାରଦା ପ୍ରସନ୍ନ ଭୂୟାଁଙ୍କୁ ଯୋଗାଯୋଗ କରିବାକୁ ନିବେଦନ। ନ୍ୟୁଜ୍ ଓଡ଼ିଆ ଓଡ଼ିଶାର ପ୍ରତି ଘରେ ପ୍ରତି ଗାଁରେ ପୁରପଲ୍ଲୀରେ ପହଞ୍ଚିବାକୁ ତାର ଯେଉଁ ପ୍ରୟାସ ରଖିଛି ସେଥିରେ ସଫଳ ହେବା ପାଇଁ ଆପଣମାନଙ୍କର ଆଶୀର୍ବାଦ ମଙ୍ଗା। ତେଣୁ ଆଜ୍ଞା, ଆପଣମାନଙ୍କୁ ବିନମ୍ର ନିବେଦନ, ଆପଣମାନେ ଆମକୁ ସହଯୋଗ କରିବେ ଏବଂ ନ୍ୟୁଜ୍ ଓଡ଼ିଆ ଆପଣଙ୍କ ସାଙ୍ଗରେ ସବୁ କ୍ଷଣରେ ସବୁ ସମୟରେ ପହଞ୍ଚିବ ବୋଲି ମୁଁ ଆଶା ଓ ଭରସା ଦେଉଛି। ଭଦ୍ରକ ଜିଲ୍ଲାର ବିଶେଷ ରୂପରେ ଯେଉଁ ମୋତେ ଦାୟିତ୍ୱ ଦିଆଯାଇଛି ତାକୁ ସୁଚାରୁ ରୂପେ ପାଳନ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ। ଭଦ୍ରକ ଜିଲ୍ଲାର ପ୍ରତ୍ୟେକ ବ୍ଲକର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ, ଆପଣ ନ୍ୟୁଜ୍ ଓଡ଼ିଆ ସାଙ୍ଗରେ ରୁହନ୍ତୁ, ଆପଣଙ୍କ ସମସ୍ୟା ଆମକୁ ଜଣାନ୍ତୁ, ତାର ସମାଧାନ କରିବା ପାଇଁ ଆମେ ନିଶ୍ଚିତ ଭାବରେ ଚେଷ୍ଟା କରିବୁ ଓ ଆପଣଙ୍କ ପାଖରେ ପହଞ୍ଚିବୁ ମଧ୍ୟ। ଆଉ ଯେଉଁମାନେ ଆପଣମାନଙ୍କ ସାଙ୍ଗରେ ଯେଉଁ ଗାଁରେ ଲୋକମାନେ ଅଛନ୍ତି ସେମାନଙ୍କ ଅନୁରୋଧ, ସେମାନେ ଆମ ଚ୍ୟାନେଲ ସହିତ ଯୋଡ଼ିବା ପାଇଁ ମୋତେ ମୋ ଫୋନ୍ ନମ୍ବରରେ ଯୋଗାଯୋଗ କରିବାକୁ ନିବେଦନ। ଆଉଥରେ ମୁଁ କହୁଛି, ମୋ ମୋବାଇଲ ନମ୍ବର 760 88 7350 760 88 7350। ଆଜ୍ଞା, ଏଇ ନମ୍ବରରେ ଆପଣ ଯୋଗାଯୋଗ କରିବେ ଏବଂ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ପୁଣିଥରେ ଧନ୍ୟବାଦ। ଓଡ଼ିଶାରେ ନୂଆ ସରକାରଙ୍କୁ ମଧ୍ୟ ଧନ୍ୟବାଦ। ନୂଆ ସରକାରଙ୍କୁ ଆମେ ସବୁ ପ୍ରକାର ସହଯୋଗ କରିବୁ ଓଡ଼ିଶାର ବିକାଶ ପାଇଁ। ଓଡ଼ିଶା ବିକାଶ କ୍ଷେତ୍ରରେ ଆମର ଯେଉଁ ଭାଗିଦାର ଅଛି ତାକୁ ଆମେ ସୁଚାରୁ ରୂପେ ପାଳନ କରିବୁ ଏବଂ ପୁଣି ଥରେ ସମସ୍ତ ଦର୍ଶକମାନଙ୍କୁ ଅଭିନନ୍ଦନ ଜଣାଉଛି। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ନ୍ୟୁଜ୍ ଓଡ଼ିଆ ସାଙ୍ଗ ରହିବେ ଓ ନ୍ୟୁଜ୍ ଓଡ଼ିଆକୁ ଏକ ନୂଆ ଦିଗ ଦେବେ ବୋଲି ମୋର ବିଶ୍ୱାସ ଓ ଭରସା। ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।